ଜୟ ଜଗନ୍ନାଥ ସାଙ୍ଗମାନେ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଗୋଟିଏ ନୂଆ ନୋଟିଫିକେସନ୍ଟି ଜାରି କରାଯାଇଛି, ଯେଉଁଥିରେ କି ଏଗ୍ରିକଲଚର୍ ଆଣ୍ଡ ଫାର୍ମର୍ସ ଏମ୍ପାୱାରମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତରଫରୁ ଗୋଟେ ଭ୍ୟାକେନ୍ସିଟି ବାହାରିଛି। ଏହାର ଅନଲାଇନ୍ ରେଜିଷ୍ଟ୍ରେସନ୍ଟି ଷ୍ଟାର୍ଟ ହେବ 27/11/2024କୁ ଷ୍ଟାର୍ଟ ହୋଇଯିବ ଏବଂ ଲାଷ୍ଟ ଡେଟ୍ଟି ରହିବ ଏହାର 26/12/2024କୁ ଏହାର ଲାଷ୍ଟ ଡେଟ୍ଟି ରହିବ। ଦେନ୍ ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଫର୍ମଟି ଷ୍ଟାର୍ଟ ହେବ ସେଇ 27/11/2024ରୁ ହିଁ ଷ୍ଟାର୍ଟ ହେବ ଏବଂ ଲାଷ୍ଟ ଡେଟ୍ଟି ରହିବ 29/12/2024କୁ ଏହାର ଲାଷ୍ଟ ଡେଟ୍ଟି ରହିବ। ଏବଂ ଯଦି କୌଣସି ଆପଣମାନଙ୍କର ଆପ୍ଲିକେସନ୍ ଭୁଲ ରହିବ ତାହେଲେ ଏଡ଼ିଟିଂ ଅନଲାଇନ୍ର ଲାଷ୍ଟ ଡେଟ୍ଟି ରହିବ 1/1/2025। ଏହି ଡେଟ୍ ଭିତରେ ହିଁ ଆପଣମାନେ ଏଡ଼ିଟିଂ କରିପାରିବେ। ଦେନ୍ ଏହାର ମୋଡ଼ ଅଫ୍ ଆପ୍ଲିକେସନ୍ କ'ଣ ରହିଛି ନା ମୋଡ଼ ଅଫ୍ ଆପ୍ଲିକେସନ୍ଟି ଏହାର ଅନଲାଇନ୍ ମୋଡ଼୍ରେ ଏହି ପୋଷ୍ଟଟି ଆପ୍ଲାଏ କରିପାରିବେ, ଯେଉଁଥିରେ କି OSSC ଅଫିସିଆଲ୍ ୱେବସାଇଟ୍କୁ ଯାଇକି ଆପଣମାନେ ରେଜିଷ୍ଟ୍ରେସନ୍ କରିକି ଏହି ପୋଷ୍ଟଟିକୁ ଆପ୍ଲାଏ କରିନେବେ। 27/11/2024ରୁ ଷ୍ଟାର୍ଟ ହେବ। ଦେନ୍ ନେମ୍ ଅଫ୍ ଦି ପୋଷ୍ଟ ଯଦି ଆମେ ଦେଖିବା ତାହେଲେ ଏହାର ପୋଷ୍ଟ ନେମ୍ଟି ରହିଛି ସଏଲ୍ କନଜରଭେସନ୍ ଏକ୍ସଟେନସନ୍ ୱାର୍କର। ଦେନ୍ ଆମେ ଡିପାର୍ଟମେଣ୍ଟ ଯଦି ଦେଖିବା ତାହେଲେ ଡିରେକ୍ଟୋରେଟ୍ ଅଫ୍ ସଏଲ୍ କନଜରଭେସନ୍ ଆଣ୍ଡ ୱାଟର୍ସ ଡେଭଲପମେଣ୍ଟ ଏହାର ଡିପାର୍ଟମେଣ୍ଟଟି ରହିଛି। ଦେନ୍ ଭ୍ୟାକେନ୍ସି କ'ଣ ରହିଛି ନା ଟୋଟାଲ୍ ଭ୍ୟାକେନ୍ସି 324ଟି ରହିଛି ଏବଂ ପୋଷ୍ଟ କ୍ଲାସିଫିକେସନ୍ ଯଦି ଦେଖିବା ଏହାର ତାହେଲେ ଗ୍ରୁପ୍ ସି ରହିଛି ଏବଂ ପେ ମ୍ୟାଟ୍ରିକ୍ ଲେଭେଲ୍ ଦେଖିଲେ ଲେଭେଲ୍ 5ର ପେ ମ୍ୟାଟ୍ରିକ୍ସ ଆପଣମାନଙ୍କର ରହିବ। ଦେନ୍ କାଟାଗୋରୀ ୱାଇଜ୍ ଯଦି ଆମେ ପୋଷ୍ଟ ଭ୍ୟାକେନ୍ସିଟି ଦେଖିବା ତାହେଲେ ଜେନେରାଲ୍ମାନଙ୍କ ପାଇଁ ରହିଛି 188ଟି ପୋଷ୍ଟ ରହିଛି, ସେଥିମଧ୍ୟରୁ ଝିଅ ପିଲାଙ୍କର 63ଟି ପୋଷ୍ଟ ରହିଛି ଏବଂ SC/BC ମାନଙ୍କ ପାଇଁ ଯଦି ଆମେ ଦେଖିବା ତାହେଲେ 2ଟି ପୋଷ୍ଟ ରହିଛି ଆଉ ଝିଅ ପିଲାଙ୍କ ପାଇଁ କେବଳ ଗୋଟିଏ ପୋଷ୍ଟ ହିଁ ରହିଛି। ସେଭଳି SC ପିଲାମାନଙ୍କ ପାଇଁ 60ଟି ପୋଷ୍ଟ ରହିଛି, ଝିଅ ପିଲାଙ୍କ ପାଇଁ 20ଟି ପୋଷ୍ଟ ରହିଛି। ST ପିଲାମାନଙ୍କ ପାଇଁ 74ଟି ପୋଷ୍ଟ ରହିଥିବା ବେଳେ ଝିଅ ପିଲାଙ୍କ ପାଇଁ କେବଳ 25ଟି ପୋଷ୍ଟ ରହିଛି। ଟୋଟାଲ୍ ପୋଷ୍ଟଟି 324ଟି ଏବଂ ଟୋଟାଲ୍ ଝିଅ ପିଲାମାନଙ୍କ ପାଇଁ 109ଟି ପୋଷ୍ଟ ରହିଛି। ତା ସହିତ PWD କ୍ୟାଣ୍ଡିଡେଟ୍ ପିଲାମାନଙ୍କ ପାଇଁ ଏଥିରେ 13ଟି ପୋଷ୍ଟ ରହିଛି ଏବଂ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ 10ଟି ପୋଷ୍ଟ ରହିଛି। ତା ସହିତ ସ୍ପୋର୍ଟସ୍ ପର୍ସନ୍ ପିଲାମାନଙ୍କ ପାଇଁ ଏଥିରେ 3ଟି ପୋଷ୍ଟ ଭ୍ୟାକେନ୍ସି ରହିଛି। ଦେନ୍ କ୍ୟାଣ୍ଡିଡେଟ୍ ପିଲାମାନଙ୍କ ପାଇଁ ଫ୍ୟାସିଲିଟି କ'ଣ ରହିଛି ନା ସେମାନେ ଗୋଟେ ସ୍କ୍ରାଇବ୍କୁ ପ୍ରିଫର୍ କରିପାରିବେ। କେଉଁମାନେ ପ୍ରିଫର୍ କରିପାରିବେ ନା ଯେଉଁମାନଙ୍କର ଡିସାବିଲିଟି 40%ରୁ ଅଧିକ ହୋଇଥିବା ଦରକାର, ସେଇମାନେ ହିଁ ଗୋଟେ ସ୍କ୍ରାଇବ୍କୁ ପ୍ରିଫର୍ କରିପାରିବେ। ସ୍କ୍ରାଇବ୍କୁ ପ୍ରିଫର୍ କରିପାରିବେ ତା ସହିତ ଏକ୍ଜାମ୍ ଯିବା ପୂର୍ବରୁ ତାଙ୍କର ଡକୁମେଣ୍ଟ ଗୁଡ଼ା ସବୁ ସେ ନେଇକି ଅରିଜିନାଲ୍ ଡକୁମେଣ୍ଟ ଗୁଡ଼ା ନେଇକି ଯିବେ ଏକ୍ଜାମ୍ ପୂର୍ବରୁ, ସେଠି ସବମିଟ୍ କରିବେ। ଦେନ୍ ଆମେ ଯଦି ଇଲିଜିବିଲିଟି ଦେଖିବା ତାହେଲେ ଆପଣମାନେ ଇଣ୍ଡିଆର ସିଟିଜେନ୍ ହେଇଥିବା ଦରକାର ଏବଂ ଆପଣମାନଙ୍କର କ୍ୟାରେକ୍ଟର ଭଲ ଥିବା ଦରକାର। ଆପଣମାନେ ଭଲ ଶୁଣିପାରୁଥିବା ଦରକାର, ଆପଣମାନଙ୍କର ଭଲ ଫିଜିକ୍ସ ଥିବା ଦରକାର ଏବଂ ଆପଣମାନେ କୌଣସି ଅର୍ଗାନିକ୍ ଡିଫେକ୍ଟ ନଥିବା ଦରକାର। ଯଦି ଆପଣମାନେ ମ୍ୟାରେଡ୍ ଅଛନ୍ତି ତାହେଲେ ଆପଣମାନେ କେବଳ ଗୋଟିଏ ହିଁ ଆପଣମାନେ ମ୍ୟାରେଜ୍ କରିଥିବେ, ମାନେ ଆପଣମାନଙ୍କର ଜୀବନସାଥୀ କେବଳ ଗୋଟିଏ ହିଁ ଥିବା ଦରକାର, ତେବେ ଯାଏ ଆପଣମାନେ ଆପ୍ଲାଏ କରିପାରିବେ। ଦେନ୍ ମଷ୍ଟ ବି ଏବୁଲ୍ ଟୁ ରିଡ୍, ମାନେ ଆପଣମାନେ ପଢ଼ିପାରୁଥିବା ଦରକାର, ଲେଖିପାରୁଥିବା ଦରକାର ଏବଂ ଓଡ଼ିଆକୁ ଭଲ ଭାବରେ କହିପାରୁଥିବା ଦରକାର। ଦେନ୍ ଆପଣମାନେ ମିଡ଼ିଲ୍ କ୍ଲାସ୍ ଏକ୍ଜାମିନେସନ୍ ଯେଉଁଟାକି ଓଡ଼ିଆଟି ଆଜ୍ ଏ ଲାଙ୍ଗୁଏଜ୍ ସବଜେକ୍ଟ ହିସାବରେ ପାସ୍ କରିଥିବା ଦରକାର କିମ୍ବା HSC ଏକ୍ଜାମିନେସନ୍ କିମ୍ବା ତା'ର ଇକ୍ୱିଭାଲେଣ୍ଟ ଏକ୍ଜାମିନେସନ୍ ସହିତ ଓଡ଼ିଆଟାକୁ ଗୋଟିଏ ମିଡ଼ିୟମ୍ ଏକ୍ଜାମିନେସନ୍ରେ ଜଷ୍ଟ ନନ୍ ଲାଙ୍ଗୁଏଜ୍ ସବଜେକ୍ଟ ଅନୁସାରେ ମଧ୍ୟ ଆପଣମାନେ ପାସ୍ କରିଥିବା ଦରକାର। ଦେନ୍ most have passed in Odia as language subject in the final examination of class VII or above। ଆପଣମାନେ ଓଡ଼ିଆଟାକୁ ଲାଙ୍ଗୁଏଜ୍ ହିସାବରେ ଗଭର୍ଣ୍ଣମେଣ୍ଟ ଦ୍ୱାରା ଏକ୍ଜାମ୍ରେ କଣ୍ଡକ୍ଟ ହେଇଥିଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ। ଦେନ୍ ଯଦି ଆମେ ଏଜୁକେସନ୍ କ୍ୱାଲିଫିକେସନ୍କୁ ଦେଖିବା ତାହେଲେ
यार क्वालिफिकेशनटी रही +2 साइंस किंबा +2 वोकेशनल कोर्स जो कि एग्रीकल्चर रिलेटेड आपने कोर्स करथिबा दरकार जेटा कि क्रॉप प्रोडक्शन हॉर्टिकल्चर रिपेयर एंड मेंटेनेंस ऑफ पावर ड्राइवन फार्म मशीनरी यही कोर्स आपण मैंने करथिबा दरकार +2 वोकेशनल कि +2 साइंस रे आपण मैंने यही कोर्स गुड़ा निहाती करथिबा दरकार तबे जाए ये पोस्ट अप्लाई करि परिबे। देन एज को जदि आम देखा ताले मिनिमम एज आपर रहिबो 21 वर्ष एवं मैक्सिमम एज टी आपर रही 38 वर्ष जोटा कि 1/1/2024 सुधा आपर 21 रु 38 वर्ष होता दरकार। ये देख ना जे 2 जनवरी 1986 रु आपण पूर्व जन्म हो नथिबे एवं 1 जनवरी 2003 पर आपण माने जन्म हो नथिबा दरकार। ए भीतर जन्म हेले ही आपण माने पोस्ट को अप्लाई करि परिबे बा एलिजिबल हेबे पोस्ट अप्लाई करिया पई। देन प्लान एंड पैटर्न ऑफ एग्जामिनेशन जदि देखिबा ताहले आपण मानकर 3टी स्टेज रही जो स्टेज 1 आपण मानकर रहिबो प्रिलिमिनरी एग्जामिनेशन एथिरे आपण मानकर गुटी ही पेपर रहिबो जोटा कि अरिथमेटिक 10th स्टैंडर्ड रो आसीबो एवं डाटा इंटरप्रिटेशन देन लॉजिकल रीजनिंग देन आपण मानकर करंट इवेंट आसीबो ता सहित कंप्यूटर आपण मानकर आसीबो। एथिरे टोटल मार्क टी आपण मानकर रहिबो केते ना 150 मार्क आपण मानकर टोटल रहिबो। एथिरे एमसीक्यू टाइप रो क्वेश्चन आसीबो जोथरे कि आपण मानकर नेगेटिव मार्क टी 1/4 रहिबो प्रत्येक क्वेश्चन रो जदि रॉन्ग आंसर दउचंते ताहले 1/4 आपण मानकर नेगेटिव मार्क रहिबो। देन स्टेज 2 रे जदि देखिबा आपण मानकर मेन रिटन एग्जामिनेशन रहिबो एवं एथिरे टेक्निकल पेपर रहिबो आपण माने अनेक्चर सी को जाई कि आपण माने से डिटेल टेक्निकल पेपर टी को पढि नेबे। देन स्टेज 3 रे आपण मानकर सर्टिफिकेट वेरिफिकेशन रही। देन एथिरे मु आपण मानकु डिटेल नोटिफिकेशन टी जणाई देली 27/11/2024 तारिख रु अप्लाई डेट टी स्टार्ट हो आपण माने OSSC रो ऑफिशियल वेबसाइट को जाई कि आपण माने अप्लाई करनेबे एवं मु मध्ये आपण मानकु आ गुटे वीडियो रे स्टेप बाय स्टेप किपरि आपण माने ए पोस्ट को अप्लाई करिवे ता मु आपण मानकु स्टेप बाय स्टेप मध्ये गुटे वीडियो रे बनै कि आपण मानकु जणाई देबी एवं एही पोस्ट रो नोटिफिकेशन आपण माने आउ थरा भलो भाबरे पढि नेबे मु या को डिस्क्रिप्शन रे दे देबी आपण माने सेट डाउनलोड करके आपण माने आउ थरा भलो भाबरे ए नोटिफिकेशन टी पढि नेबे। धन्यवाद।